ମା କିସ ହଉଛି ଆଜି? ସେଥିପାଇଁ ଚିକେନ କରୁଛ? ଆଜି ତ ରବିବାର, ମୁଁ ତ ଛୁଟିର ଘରେ ଅଛି। ମତେ ଟିକେ ଦେଲନି, ମୁଁ ଚିକେନଟା ରାନ୍ଧିଥାନ୍ତି। ସେଟା ସବୁବେଳେ ସବୁ ଜାଗାରେ କିଛି ସମ୍ଭବ ନା। ସମ୍ଭବ ନୁହେଁ ସେଇଠି କରିବୁ। ମୁଁ ତ ଏଠି କରିଦେବି, ତୁ କରିବୁ, ମୁଁ ବସିବି, ମତେ ଭଲ ଲାଗେନି। ମତେ ଟିକେ କରିକି ଦେଲେ ମତେ ଖୁସି ଲାଗେ। ଆଜି ସେ ମୋ ହାତ ରନ୍ଧା ତୁମେ ଖାଇବନି? ହଁ ଖାଇନି, ଯେତେବେଳେ ମୁଁ ବସିଯିବି ସେତେବେଳେ ତ ତୁ ହିଁ ରାନ୍ଧିକି ମତେ ଦେବୁ ନା। ଝାଳଟା କେତେ ଜୋର ବୁଡିଛି? এই যে রান্ধা বাড়া হচ্ছে ଟିକେ দেখা ଟିକେ ক্যামেরার মুহଁটা ଟିକେ ସମସ୍ତେ ଦେଖ ଝାଳଟା କେରକ ବୁଡିଛି। ଝାଳଟା ମତେ ବୁଡେ ଆଉ ତାପରେ ବି ଖୁସି ଲାଗୁଛି କରତେ। ହଁ ଖୁସି ଲାଗୁଛି ଯେ ତୁମ ଝିଅ ଖାଇବ। ହଁ ଝିଅ କଥା ମା ହିଁ ବୁଝିବ, ଆଉ କେହି ନୁହେଁ। ମୋ ଝିଅ ଖାଇବ, ଦିନେ ଅଛି ଘର ବସିବ ଟିକେ ଖାଇବ, ଦିନେ କେହିଦିନ ତ ଭାତ ଖାଇପାରୁନୁ, ଭାତ ଖାଇବାବେଳେ। ସେଇ ଯୋଗୁଁ ମୁଁ ଏରକ କରିକି ମତେ କୁଢିଆ କରିଦଉଛ। ଆଉ କେଠି ଯାଇକି ରାନ୍ଧିଲେ ମତେ କଷ୍ଟଟା ହବ। ସେତେବେଳେ ଯେ ଭାବିମି ମା ଥିନେ କରିଦେଇଥାନ୍ତେ। ମୁଁ ତତେ ସେଟା ସ୍ନେହ ଦଉଛି ବୋଲି ତୁ ସବୁବେଳେ ମା ମା ହଉଛୁ। ଆଉ ତତେ ଯିଏ ସେଇ ପ୍ରକାର ମାର ସ୍ନେହ ଦବ, ତୁ ବି ସେରକ ମା ମା ହବୁ, ମାର ଦୁଃଖ ବୁଝିବୁ, ମା ପିସ ହେଲା ନହେଲା ବି ବୁଝିବୁ, ସବୁବେଳେ ପଚାରିବୁ। ମାର ସ୍ନେହ ଯିଏ ଦବ ଅଟୋମେଟିକ ସିଏ ସେଇ ରୂପ ସ୍ନେହ ପାଇବ। ଠିକ। ମୁଁ ତତେ ସେ ପ୍ରକାର ସ୍ନେହ ଦଉଛି ବୋଲି ତୁ ସବୁବେଳେ ମା ମା ହଉଛୁ। ଆଉ ତତେ ଯିଏ ସେଇ ପ୍ରକାର ମାର ସ୍ନେହ ଦବ, ତୁ ବି ସେରକ ମା ମା ହବୁ, ମାର ଦୁଃଖ ବୁଝିବୁ, ମା ପିସ ହେଲା ନହେଲା ବି ବୁଝିବୁ, ସବୁବେଳେ ପଚାରିବୁ। ମାର ସ୍ନେହ ଯିଏ ଦବ ଅଟୋମେଟିକ ସିଏ ସେଇ ରୂପ ସ୍ନେହ ପାଇବ। ଠିକ। ଦେଖନ୍ତୁ ସାଙ୍ଗମାନେ, ରେଡ଼ି ହେଇଗଲା ଗରମା ଗରମ ଚିକେନ କଷା। ଆଉ ଏତେ ସୁନ୍ଦର ବାସ୍ନା ହେଉଥିଲା କି ମନ ପୁରା ଖୁସି ହେଇଯାଉଥିଲା। ଆଉ ଟେଷ୍ଟ କଥା କ'ଣ କହିବି, ଆପଣମାନେ ମୋ ମୁହଁ ଏକ୍ସପ୍ରେସନରୁ ଜାଣିପାରୁଥିବେ କି କେତେ ବେଶୀ ୟମି ହେଇଥିଲା। ଆଉ ସଣ୍ଡେରେ ଏଇ ପ୍ରକାର ଛୁଟି ଦିନରେ ମାଆଙ୍କ ହାତରୁ ଶ୍ରଦ୍ଧାରେ ଚିକେନ କଷା ଖାଇବାର ମଜା ହିଁ ଅଲଗା। ଆଉ ତା ସହିତ ଏଇ ଯେଉଁ ବର୍ଷା ପାଗ, ବହୁତ ବେଶୀ ମଜା ଆସିଯାଉଥିଲା। ତ ଆପଣମାନେ ସଣ୍ଡେରେ ଆଜି କ'ଣ ଖାଇଛନ୍ତି ମୋତେ ନିଶ୍ଚୟ ଜଣାଇବେ। ରହୁଛି। ଜୟ ଜଗନ୍ନାଥ।